କିଛି ମାରି ନାହିଁ ତା ସ୍ତ୍ରୀ କୁଆଡ଼େ ଯାଇଥିଲା ତ ଯାଇଥିଲା ଭାରି ସେ ଥାନାକୁ ଯାଇଥିଲା ଥାନାରେ ଏଫଆଇଆର ଦେଲା କହିଲେ ଗୋଟା ତୁ ତୋ ସ୍ତ୍ରୀକି ପ୍ରକୃତରେ ମାରି ଦେଇଛୁ ସେ କହିଲା ନାଇଁ ମୁଁ ମାରିନି ତାପରେ ଏଇ କଥା କହିବାରୁ ତାକୁ କ'ଣ କଲେ ନା ଦୁଇ ଚାରି ଦିନ ରଖିକି ବାଡ଼ିଆ ମରା କଲେ ବହୁତ ବାଡ଼େଇଛନ୍ତି ବାଡ଼େଇକିରି ତା ଭିତରେ ବାଡ଼େଇକିରି ଗୋଟା ସେ କହିବା କଥା ଲୋକ ସବୁ ହାଇ ଭାଇ ହେଲେ ପିଲାଟା ମରିଗଲା ପୋଲିସ ଛାଡ଼ିଲେନି ସେଠି କାହାକୁ ଦେଖିବାକୁ ଆଉ ତାପରେ ଗାଁ ଲୋକ ସବୁ ଯାଇକିରି ଗରିବ ପିଲାଟା ନା ଗାଁ ଲୋକ ଯାଇକିରି ସବୁ ଥାନାଟା ଘେରାଉ କଲେ ତ 3rd ଡିଗ୍ରୀ ଦିଆଯାଇଛି ଏଭଳି ଟର୍ଚର କରାଯାଏ ଯେ ସେ ପିଲା ଯଦି ବଞ୍ଚିଯାଏ ବି ସେ ଭବିଷ୍ୟତ କିଛି କରିପାରିବନି ଗରିବ ଘର ପିଲାଟା ଗାଁ ସାରା ଏରିଆ ସାରା ତାତିଥିଲେ ଅତି ତାର କୌଣସି କ୍ରିମିନାଲ କେସ୍ ନାହିଁ କିଛି ନାହିଁ ଅତି ଭଦ୍ର ଘର ଛୁଆଟା ବାଡ଼େଇ ଦେଲା ପରେ ତା କିଡନୀରେ ଚଢ଼ି ଯାଇଛନ୍ତି ତ ନ୍ୟାୟ ମିଳିଯାଉ ଯେଉଁ ଲୋକଟା ବାଡ଼େଇଛି ତାକୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ ନହେଲେ ନାହିଁ ତାପରେ ଡିସମିସ୍ କରାଯାଉ ଚାକିରି ଏଇଟା ସମସ୍ତଙ୍କର ମନ ଖୁସି ହେବ ନଚେତ ପୋଲିସ ବିଭାଗକୁ କେହି ମାନିବେ ନାହିଁ ସମସ୍ତେ ଭୟ କରିବେ। ବର୍ତ୍ତମାନ ଆମେ ଆସିକି ପହଞ୍ଚିଛୁ ବାରଙ୍ଗ ବ୍ଲକର ଚଣ୍ଡୀପ୍ରସାଦ ଗ୍ରାମରେ। ଏଇଠି ଠାକୁର ଚଣ୍ଡୀ ମାଙ୍କ ଆଗରେ କିଛି ଚମ୍ପା ଦେଇ ଠାକୁରାଣୀଙ୍କ ଆଗରେ ଏ ଗାଁର କିଛି ବୟସ୍କ ଗ୍ରାମବାସୀମାନେ ବସିଛନ୍ତି। ଏଇଠି ଆମେ ପଚାରିଲୁ ସେଇ ଯେଉଁ ପିଲାଟି ରାକେଶ ବିଷୟରେ, ଯେଉଁ ପିଲାଟି ଏବେ ଆଇସିୟୁରେ ଜୀବନ ସହିତ ସଂଗ୍ରାମ କରୁଛି ବଞ୍ଚିବା ପାଇଁ, ଆମେ ତାରି ବିଷୟରେ ପଚାରିଥିଲୁ। ଆଉ ଜଣେ ଗ୍ରାମବାସୀ ଭାଇ ଆମର ତାଙ୍କରି ବିଷୟରେ କହୁଛନ୍ତି। ଆଜ୍ଞା, ସେ ପିଲାଟି କେତେ ବର୍ଷର, କେମିତି ପିଲା, ଏ ଗାଁରେ ଆପଣମାନଙ୍କ ସାଙ୍ଗରେ କେମିତି ଚଳୁଥିଲା, ଆଉ ତାର ପ୍ରକୃତରେ କ'ଣ ହେଲା, ସତ କଥା? ପ୍ରକୃତରେ ସେ ପିଲାଟା ପୁରା ଭଲ ପିଲା, ଆଉ ଗରିବ ଘର ପିଲାଟା, ସିଏ ମୂଲସାଗ ଲାଗିଲେ ଚଳେ। ଆଉ ତାକୁ କେଉଁ ମାନେ ସିଏ କାହାକୁ କିଛି ମାରି ନାହିଁ ତା ସ୍ତ୍ରୀ କୁଆଡ଼େ ଯାଇଥିଲା ପ୍ରକୃତ ଯାଇଥିଲା ଭାରି ସିଏ ଥାନାକୁ ଯାଇଥିଲା ଥାନାରେ ଏଫଆଇଆର ଦେଲା କହିଲେ ଗୋଟା ତୁ ତୋ ସ୍ତ୍ରୀକି ପ୍ରକୃତରେ ମାରି ଦେଇଛୁ ସେ କହିଲା ନାଇଁ ମୁଁ ମାରି ନାହିଁ ତାପରେ ଏଇ କଥା କହିବାରୁ ତାକୁ କ'ଣ କଲେ ନା 2-4 ଦିନ ରଖିକି ବାଡ଼ିଆ ମରା କଲେ ବହୁତ ବାଡ଼େଇଛନ୍ତି ବାଡ଼େଇକିରି ତା ଭିତରେ ବାଡ଼େଇକିରି ଗୋଟା ସେ କହିବା କଥା ଗୋଟା ଜଙ୍ଗଲ ଭିତରେ ନେଇକିରି ବାଡ଼େଇଛନ୍ତି। ଆଜ୍ଞା, ଜଙ୍ଗଲ ଭିତରେ ଯେହେତୁ ବାଡ଼େଇଛନ୍ତି ବାଡ଼େଇ ବୁଡ଼େଇ ପୁରା ତା ଗୋଡ଼ ହାତ ପୁରା ରଦି କରିଦେଇଛନ୍ତି। ତାକୁ ତା ଯେଉଁ ପେଟ ଫେଟ ସବୁ ମାଡ଼ ହେଇଛି ଅଣ୍ଟାଠୁ ତଳକୁ। ତାପରେ ସିଏ ତାକୁ ନେଇକିରି ଡାକ୍ତରଖାନାରେ ଭର୍ତ୍ତି କରିଦେଲେ। କିଏ କଲେ? ତାଙ୍କ ଘର ଲୋକ? ନାଇଁ, ଘର ଲୋକ ନୁହଁ, ପୋଲିସ ବିଭାଗ ଲୋକ ନେଇକିରି ପୁରେଇ ଦେଲେ। ପୁରେଇ ଦେଇକି ତାପରେ ଆମେ ଭାବିଲୁ ସବୁ ମରିଗଲା, ଲୋକ ସବୁ ହାଇ ଭାଇ ହେଲେ ପିଲାଟା ମରିଗଲା ପୋଲିସ ଛାଡ଼ିଲେନି ସେଠି କାହାକୁ ଦେଖିବାକୁ ଆଉ ତାପରେ ଗାଁ ଲୋକ ସବୁ ଯାଇକିରି ଗରିବ ପିଲାଟା ନା ଗାଁ ଲୋକ ଯାଇକିରି ସବୁ ଥାନାଟା ଘେରାଉ କଲେ। ଥାନା ଘେରାଉ କଲା ପରେ 7-8 ଘଣ୍ଟା ଖଣ୍ଡେ ଘେରାଉ କରିଛନ୍ତି। ତାପରେ ଆଉ କ'ଣ ବର୍ଷା ଧୁମ ତ ବନା ହେଲେ ସବୁ ଆସିଲେ ଆଉ ତାପରେ ଏଇ ତ କଥା ଆଉ ତାକୁ କିନ୍ତୁ 3rd ଡିଗ୍ରୀ ଦିଆଯାଇଛି ଏଭଳି ଟର୍ଚର କରାଯାଏ ଯେ ସେ ପିଲା ଯଦି ବଞ୍ଚିଯାଏ ବି ସେ ଭବିଷ୍ୟତ କିଛି କରିପାରିବନି ଏଭଳିଆ ହେଇଛି। ଆଉ ଏମିତି ଯଦି ପୋଲିସ ବିଭାଗ କରିବେ ତାହେଲେ ସାଧାରଣ ଲୋକ ଚଳିବେ କେମିତି? ଆଉ ଥାନାକୁ ଏଫଆଇଆର ନେଇକି ଯିବେ, ଭୟ କରିବେ। ସେ ଯେଉଁ ଏଫଆଇଆର ନେଇକି ଯାଇଥିଲା ତା ସ୍ତ୍ରୀକୁ ଇଏ ମାରି ଦେଇଛି ବୋଲି ପୋଲିସ ତା ସ୍ତ୍ରୀ ସେଇଆ, କିନ୍ତୁ ତା ସ୍ତ୍ରୀ ମରି ନାହିଁ। ତା ସ୍ତ୍ରୀ କୁଆଡ଼େ ଆମ ଓଡ଼ିଶା ଛାଡ଼ିକି ଦୂରକୁ ପଳେଇ ଯାଇଥିଲା। ସେ ସାଙ୍ଗେ ସାଙ୍ଗେ ଫୋନ୍ କଲା, କହିଲା ନାଇଁ ମୁଁ ଅଛି, ମୋ ସ୍ୱାମୀକି ବାଡ଼ାନ୍ତୁ ନାହିଁ। ତାପରେ ବି ପୁଲିସ ତାକୁ ଟର୍ଚର କରୁଛି। ସେ କ'ଣ କାମଧନ୍ଦା ଆଶାରେ ଯାଇଥିଲା? ହଁ, କାମ ଗରିବ ଘର ପିଲା ତ କାମ ଆଶାରେ ଯାଇଥିଲା। ଆଚ୍ଛା, ଆଉ ପୋଲିସ ଏ କଥା ଶୁଣିଲା ବେଳକୁ ଇଏ ପିଲା ତାର ଆଇସିୟୁକୁ ପଳେଇଲା। ହଁ, ଆଇସିୟୁକୁ ପଳେଇଲାଣି। ତଥାପି ପୋଲିସ କହୁଛି ସିଏ ମୋ ସ୍ୱାମୀ, ତାକୁ ବାଡ଼ାବାଡ଼ି କର ନାହିଁ, ମୁଁ ଦୂରକୁ ଆସିଛି କାମଧନ୍ଦା କରିବାକୁ, ଆମର ପରିବାର ଚଳିବା କଥା, ଆମେ ଚଳିପାରୁନୁ, ଆଉ ତମେ ତାକୁ ବାଡ଼ାବାଡ଼ି କର ନାହିଁ। ମାଡ଼ ହେଲା ପରେ ତାପରେ ବି ବାଡ଼େଇଛନ୍ତି। ତାପରେ ବି ବାଡ଼େଇଛନ୍ତି। କୌଣସି ନ୍ୟସ୍ତସ୍ୱାସ୍ଥ୍ୟ ବ୍ୟକ୍ତିଙ୍କ ଚାପରେ ପଡ଼ିକିରି ମାଡ଼ ହେଇଛି ବୋଲି ଅନୁମାନ କରାଯାଉଛି। ସେ ପିଲାଟିର କ'ଣ କାହା ସହିତ ପ୍ରତ୍ୟକ୍ଷ କି ପରୋକ୍ଷ ଭାବରେ ଶତ୍ରୁତା ଥିଲା କି? ନାଇଁ ନାଇଁ, ସେ ଆମ ଗାଁର ଭଲ ପିଲାଟା, ଗରିବ ଘର ପିଲାଟା, ଗାଁ ସାରା ଏରିଆ ସାରା ତାତିଥିଲେ। ଅତି ତାର କୌଣସି କ୍ରିମିନାଲ କେସ୍ ନାହିଁ, କିଛି ନାହିଁ, ଅତି ଭଦ୍ର ଘର ଛୁଆଟା। ଗରିବ ହେଲେ କ'ଣ ଭାରି ଭଦ୍ର, କାମଧନ୍ଦା କରେ, ଚଳେ। ଆପଣଙ୍କର ଗାଁ ବାଲା, ଗାଁ ଲୋକମାନେ ଯେମିତି ସୌମ୍ୟ ଗାଁରେ ସରକାରଙ୍କ ଉପରେ ପ୍ରବଳ ପ୍ରଚଣ୍ଡ ଚାପ ପକାଉଥିଲେ, ଆପଣମାନଙ୍କ ଗାଁ ତରଫରୁ ସେମିତି କିଛି ପଦକ୍ଷେପ ନିଆହେଇଥିଲା ସରକାରଙ୍କ ବିରୁଦ୍ଧରେ, ପୋଲିସ ବିରୁଦ୍ଧରେ, ପିଲାଟିକି ନ୍ୟାୟ ଦେବା ପାଇଁ? ହଁ, ହେଇଥିଲା। ଆମେ କିଛି ତ ନାହିଁ,
ନ୍ୟାୟ ଭାବରେ ଆମେ କହିଲେ ପିଲାଟାକୁ ନ୍ୟାୟ ମିଳୁ, ଝଗଡ଼ା ଝାଟି ନେଇ ହଁ। ଆମେ ଥାନାକୁ ଘେରାଉ କଲି, ଭଦ୍ରାମୀର ସହ ଘେରାଉ କଲୁ 7-8 ଘଣ୍ଟା। ତାପରେ ଘରକୁ ଆସିଲୁ ଆଉ। ଆମେ ଭାବିଲୁ ସେ ମରିଯାଇଛି। ତା ପରଦିନ କ'ଣ କହିଲେ ସେ ମୁଣ୍ଡ ଫୁଣ୍ଡ ହଲେଇଲାଣି। ଏଇଆ ହେଉଛି ଘଟଣା ଆଉ। ତାହେଲେ ବର୍ତ୍ତମାନ ଆପଣ କ'ଣ ଭାବୁଛନ୍ତି? କ'ଣ ଭାବିବା, ତାକୁ ପ୍ରକୃତ ନ୍ୟାୟ ମିଳିଯାଉ। ଯେଉଁ ଲୋକଟା ବାଡ଼େଇଛି ତାକୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ, ନହେଲେ ନାହିଁ ତାପରେ ଡିସମିସ୍ କରାଯାଉ ଚାକିରିରୁ। ଏଇଟା ସମସ୍ତଙ୍କର ମନ ଖୁସି ହେବ। ନଚେତ ପୋଲିସ ବିଭାଗକୁ କେହି ମାନିବେ ନାହିଁ, ସମସ୍ତେ ଭୟ କରିବେ। ଗୋଟା ଆଜ୍ଞା। କିଛି ହେଲେ ବି ଆଉ କେହି ଯିବାକୁ ଭଲ ଲାଗିବ ନାହିଁ। କାରଣ ପୋଲିସଙ୍କ ସପୋର୍ଟରେ ହିଁ ରହୁଛନ୍ତି। ତମମାନଙ୍କୁ ବାଡ଼ଉଛନ୍ତି। ସେ ପୋଲିସ ଧର ବାଡ଼ିଆ ବାଡ଼ି କରୁଛନ୍ତି, ତମେ ଯିବ ସେଠିକି? କେହି ଯିବେ ନାହିଁ। ପୋଲିସ ହିଁ ପୋଲିସଙ୍କୁ ସାହାଯ୍ୟ କରୁଛନ୍ତି, ସାଧାରଣ ଲୋକଙ୍କୁ ବାଡ଼ଉଛନ୍ତି। ଯେ ଆପଣଙ୍କର ଯେଉଁ ପିଲାଟି ସେଠି ପଡ଼ିଛି, ଆପଣ ମାନେ ସବୁ ଆପଣଙ୍କ ପାଖକୁ ବା ପୋଲିସ କିଛି ଏପଟେ ଆସିକି ପିଲାଟିର ଘରର ଖବର, ପିଲାଟିର ଅବସ୍ଥା ସେଠି ହସ୍ପିଟାଲ ପୋଲିସ ଆସିନି। ହଁ, ହସ୍ପିଟାଲରେ ଯାଇଥାଇ ପାରନ୍ତି, କିନ୍ତୁ ପୋଲିସ ଏଠିକି ଆସିନାହିଁ। ସବୁ ଏମିତି ସବୁ ନ୍ୟୁଜ୍ ମାନେ ଆସୁଛନ୍ତି, ଚାରିଆଡ଼େ ସବୁ ଭଲ ଭଲ ଲୋକ ଆସୁଛନ୍ତି ଦେଖିବାକୁ। 3rd ଡିଗ୍ରୀ ହେଇଯାଇଛି, ପିଲାଟା ମରିଯିବ, କ'ଣ କରିବ, ଏଇ ସେ କଥା ଆଉଛନ୍ତି। ଆପଣ ଆଜ୍ଞା ସତ କରି କହିଲେ, ଆପଣ ତ ଏଇ ଗାଁର ଲୋକ, ଏଇ ଗାଁର ପାଣି ପବନରେ ଆପଣ ବଢ଼ିଛନ୍ତି। ସେଇ ଯେଉଁ ପିଲାଟି ଆଜି ଜୀବନ ସହିତ ସଂଗ୍ରାମ କରୁଛି ବଞ୍ଚିବା ପାଇଁ, ସେ ପିଲାଟି ମଧ୍ୟ ଆପଣଙ୍କ କୋଳରେ ଏଇ ଗାଁର ଧୂଳି ମାଟି ପାଣି ପବନରେ ଗରିବ ହେଇକି ବଞ୍ଚିଛି, ବଢ଼ିଛି। ଠିକ୍। ପ୍ରକୃତରେ ସତ କହିଲେ ପୋଲିସର ମାତ୍ରାଧିକ ମାଡ଼, 3rd ଡିଗ୍ରୀ ହଁ ମାଡ଼ ନୁହଁ, ପୁରା 3rd ଡିଗ୍ରୀ ମାଡ଼। ଆଜ୍ଞା, ପୋଲିସ ଟିକେ ଆଖି ଦେଖେଇଦବ, ପାହାରେ ହଁ। 2 ପାହାରେ ଦେଇଦବ, ହଁ। ତାପରେ ତାର ସେ କୋର୍ଟକୁ ଛାଡ଼ିଦବ। ହଁ। ତମେ ପୁରା 24 ଘଣ୍ଟା ରଖି ତାକୁ ଏଭଳିଆ ଅମାନୁଷିକ ଭାବରେ ପ୍ରହାର କରୁଛ। ଭଗବାନ ସମସ୍ତଙ୍କ ଦେହରେ ଅଛନ୍ତି, ଏମିତି କ'ଣ କରାଯାଏ? ଏଇଟା କ'ଣ ମାନେ ନିଶା ଫିସା ଖାଇକି ଏମିତି ମାରିଛନ୍ତି ନା ନାଇଁ, ସେ କାହାର କଥା ଚାପରେ ପଡ଼ିକି ପୋଲିସ ଏମିତି ସେଇଟା ତ ଆମେ ଅତ୍ୟାଚାର କରିଛି? କହିପାରୁନୁ, କିନ୍ତୁ ହଁ। ପୋଲିସ 3rd ଡିଗ୍ରୀ ମାଡ଼ ଦେଇଛି, ଏଇଟା ହଁ। ହେଲା ଆମେ କହିପାରିବୁ। କାହା ଚାପରେ ବସିଭୂତ ହୋଇ ସେଟା ସରକାର ନା ବାହାର ଆମେ କରିବ। ତାଙ୍କ ଘରୁ ଶୁଣିଲୁ ଯେ ସେ ତାର ହାର୍ଟ ଉପରେ ଟ୍ରିଟମେଣ୍ଟ ପ୍ରେସର ହେଉଛି। ପଡ଼ିଛି, ହଁ ବାଡ଼େଇ ଦେଲା ପରେ ତା କିଡନୀରେ ଚଢ଼ି ଯାଇଛନ୍ତି। ହଁ ତା କିଡନୀରେ ରକ୍ତ ଫକ୍ତ ମାଡ଼ି ଯାଇଛି, କ'ଣ ଗୋଟେ ରୋଗ ବାହାରି ଯାଇଛି, ଆଜ୍ଞା। ଯାହାଫଳରେ ଇଗ୍ନୋ ଚିକିତ୍ସା କରାଯାଉଛି ବୋଲି କହୁଛନ୍ତି। ତାଙ୍କ ମା କହିଲେ ଯେ ହାର୍ଟ ଉପରେ ଚିକିତ୍ସା କରାହଉଛି ଆଇସିୟୁରେ। ବାଡ଼େଇଛନ୍ତି ତ, ଆଜ୍ଞା ଏଇଟା ଡାକ୍ତର କହିବ। ଆଜ୍ଞା। ବାଡ଼େଇଲେ କି ରୋଗ ବାହାରିବ କ'ଣ, ହଁ ସେଟା ହଁ। ଡାକ୍ତର ଜାଣିଛି। ଆମେ ତ ସାଧାରଣ ଜନସାଧାରଣ, ଯାହା ଜାଣିଛୁ ସେଇଟା ହିଁ ସତ କହୁଛୁ। ଆଉ ଗୋଟେ କଥା, ଆପଣଙ୍କ ଗାଁରୁ ଏଇ ଆସିଲା ବେଳେ ଜଣେ ସରକାରୀ କର୍ମଚାରୀ, ଅବଶ୍ୟ ସେଥିପାଇଁ ସେ ଖୋଲିକି କିଛି କହିଲେନି, ବୟସ୍କ ଲୋକ ଜଣେ କହିଲେ, ମା ଆମେ ଘରୁ ବାହାରୁନୁ, ଆମର ଏଠି ଯାତ୍ରା ପଡ଼ିଛି, ଠିକ୍। କିନ୍ତୁ ଗାଁରେ କାଲି 40ଟା ପୋଲିସ ବୁଲୁଥିଲେ, ତେଣୁ ଆମେ ପୁରା ଡରିକି ରହିଛୁ, ଆମେ ଏଠି ଆପଣମାନଙ୍କୁ କିଛି ବି କହିପାରିବୁ ନାହିଁ। ତେଣୁ ଯାହା ହଉ, ବହୁ ସାହସର ସହିତ, ବହୁ ମାନେ ମନ ଭିତରେ ରଖିଥିବା ଅକୁହା କଥାକୁ ଆପଣ ଡରି ମରିକି ହେଉ ମାନେ ସତଟା ପଛ ଯାଇକି, ସବୁବେଳେ ସତଟା ସତ। ଆଜ୍ଞା ଡର ପଛେ ମର, ସତକୁ ସାହସରେ ସହିତ କହିବ। ଆଜ୍ଞା ସତକୁ କାହିଁକି ଏତେ ପଛେଇବ? ଜୀବନ ଚାଲିଯିବ ବୋଲି ସତଟା ସବୁବେଳେ ସତ। ପ୍ରକୃତରେ 3rd ଡିଗ୍ରୀ ହେଇଛି, ଆମେ କାହିଁକି କହିବୁନି? ଆଜି ତାଙ୍କୁ ହେଇଛି, କାଲି ଆଉ କାହାକୁ ହବ। ଆମ ଜୀବନ ଚାଲିଯାଉ ପଟେ ଦେଶ ବଞ୍ଚୁ। ଆଜ୍ଞା ଟଙ୍କା ଆଜ୍ଞା। କେଇଟା ସକାଶେ ପୋଲିସ ମାନେ ବାଡ଼ଉଛନ୍ତି, ଅତ୍ୟାଚାର କରୁଛନ୍ତି, ଏଇଟା କ'ଣ ଠିକ୍? ଏ ଏଇଟା କ'ଣ ପୁରା ଗାଁ ଭୁଲ। ଗହଳିରେ ମାନେ ସେ ଅଡ଼ଶପୁର, ଓଲଟପୁର, ମଉଜପୁର ସେ ଏରିଆଟି ମଧ୍ୟ ଏମିତି ମଫସଲ ଗାଁ। ଆଉ ମୁଁ ଆପଣଙ୍କର ଏ ସିଆଡ଼କା କଥା ଗାଁଟି ମଧ୍ୟ, କହିପାରିବି ନାହିଁ। ନାଇଁ ଆମେ ସେ ଗାଁକୁ ଯାଇଥିଲୁ, ହଁ ସେ ଗାଁଟି ମଧ୍ୟ ଗ୍ରାମ ଭିତରେ ଯାଏ, ହଁ ସେ ଅଞ୍ଚଳଟି। ହଁ ହଁ। ଆପଣଙ୍କର ଏ ଏରିଆ ମଧ୍ୟ ଏକ ମଫସଲ ଅଞ୍ଚଳ। ଟ୍ୟୁନ୍ ସିଟି ଏରିଆରେ ତାହେଲେ ଯାଉଛି। ଟିନ୍ ସିଟି ଭିତରେ ଇଏ ହଁ ଯାଉଛି। ଅଛି, ହଁ। ଯେ ୟା ଭିତରେ ଏ ଚଣ୍ଡୀପ୍ରସାଦ ଗାଁରେ ପୋଲିସର କାହିଁକି ଏତେ ରାଗ, କାହିଁକି ଏତେ ପ୍ରତିଶୋଧ ପ୍ରବଣ, କାହିଁକି ଏତେ ପ୍ରଚଣ୍ଡ ଭାବରେ ମାରିବା, କ'ଣ ୟା ମୂଳ ଏଥିରୁ ମୂଳ ରହସ୍ୟ କ'ଣ? ରହସ୍ୟ ହେଉଛି କିଛି ଚାପରେ ପଡ଼ିକିରି। ଚାପ କ'ଣ? ସେ ବଡ଼ ଲୋକିଆଙ୍କର ଚାପ କିଛି ବଡ଼ ଅଛି, ଲୋକ ମାନେ ଯାହା ଫଳରେ ଗରିବ ଲୋକଙ୍କୁ ଚାପରେ ବାଡ଼େଇକିରି ତାକୁ ଜବରଦସ୍ତ କୁହ, ଏଇଟା ମୋ ସ୍ତ୍ରୀ। ଗୋଟେ ସ୍ତ୍ରୀ ସେଠି ଗୋଟେ ମରିଯାଇଥିଲା। ମଲା ହଁ ଲୋକଟାକୁ ଜବରଦସ୍ତ ହଁ, ଚାପ ପକେଇଲେ, ତୁ ଏଇଟା ମୋ କହ ସ୍ତ୍ରୀ ମୋ ବୋଲି। ସ୍ତ୍ରୀ। ହଁ ସେ ତ ତା ସ୍ତ୍ରୀ ନୁହଁ, ହଁ। ଆଉ ସେ କେମିତି ମାନିବ? ତାପରେ ସେ ତା ସ୍ତ୍ରୀ ଫୋନ୍ କଲା, ପ୍ରବଳ ମାଡ଼ ହେଲା। ଏଠୁ କହିଲା, ନାଇଁ ମୋ ସ୍ୱାମୀକୁ ବାଡ଼ ନାହିଁ, ମୁଁ ଅଛି। ତାପରେ ପୋଲିସଙ୍କର ମାଟି ତଳକୁ, ଗୋଡ଼ ତଳକୁ ମାଟି ଖସିଗଲା ଯେମିତି ଶୁଣିଲେ। ତାପରେ ତାଙ୍କୁ ତଥାପି ତାଙ୍କୁ ବାଡ଼ିଆ ବାଡ଼ି କରୁଛନ୍ତି ପ୍ରବଳ। ଚାପ ରହିଲେ ପୋଲିସ ଉପରେ, ପୋଲିସ ଆଉ କ'ଣ କରିବେ? ଚାପ ଫଳରେ ବାଡ଼େଇଛନ୍ତି। ଆଉ 3rd ଡିଗ୍ରୀ ମାଡ଼ଟା ପୁରା ସମ୍ପୂର୍ଣ୍ଣ ଭୁଲ।